ସେଟା ତ ବହୁତ ସାରା ପର୍ବପର୍ବାଣି ଆସିଥାଏ କିନ୍ତୁ ସବୁଠାରୁ ଅଲଗା ଥାଏ ରଜ ପର୍ବ। କାହିଁକିନା ରଜ ପର୍ବରେ ଦୁଇଟା ଜିନିଷ ନିଆରା ଥାଏ। ନୂଆ ଡ୍ରେସ୍ ତ ଆମେ ସବୁ ପର୍ବପର୍ବାଣିରେ ପିନ୍ଧୁ, ତା ସହିତ ପିଠାପଣା ତ ସବୁ ପର୍ବପର୍ବାଣିରେ ହୁଏ। କିନ୍ତୁ ରଜରେ ଆମକୁ ନୂଆ ଡ୍ରେସ୍ ସହିତ ରଜ ପାନ, ତା ସହିତ ରଜ ଦୋଳି ଖେଳିବାକୁ ମିଳେ, ଯେଉଁଟାକି ଦୋଳି ଖେଳିବାକୁ ହେଲେ ମୋତେ ବହୁତ ଖୁସି ଲାଗେ। ମୁଁ ବୋଧେ ଯେତେ ମେଳନକୁ ଯାଇ ସବୁଥିରେ ଦୋଳି ଖେଳିଲେ ହିଁ ଘରକୁ ଆସେ। ମୋତେ ଦୋଳି ଖେଳିବାକୁ ବହୁତ ବଢ଼ିଆ ଲାଗେ। ତ ରଜ ଭଳି ପର୍ବରେ ମୁଁ ଯେତେବେଳେ ଆମ ଘରେ ଥାଏ ସବୁବେଳେ ସକାଳୁ ଯାଇଥିବି ଯେ ରାତିରେ ଆସିବି, ସବୁବେଳେ ଏଠି ସେଠି ଦୋଳି ଦୋଳି ଖେଳି ଖେଳି ହିଁ ମୋ ଦିନଟା ବିତିଯାଏ। ଏଇଥରକ ଥିଲା ମୋର ବାହାଘରର ପ୍ରଥମ ରଜ, ଯେଉଁଟାକି ମୁଁ ମୋ ଶାଶୁଙ୍କ ଘରେ ଥିଲି। ତାପରେ ମୁଁ ଭୁବନେଶ୍ୱର ପଳାଇ ଆସିଥିଲି ଦୋଳି ଖେଳିବା ବୋଲି। ତାପରେ ପ୍ରଥମ ରଜରେ ଆମ ସବୁ ଦାଦା ଖୁଣିଙ୍କ ଘରେ ଏମିତି ହିଁ ବିତି ଯାଇଥିଲା। ସେକେଣ୍ଡ ରଜରେ ମୁଁ ଆଙ୍କ ପାଖରେ ଥିଲି, ଯେହେତୁ ସନ୍ଧ୍ୟା ବେଳକୁ ଆସିଥିଲୁ ଆମେ, ଯେହେତୁ ସଂକ୍ରାନ୍ତି ଥିଲା, ସେ ଅଫିସ୍ ସାରିକି ଆମକୁ ଆସିଥିଲେ ଟିକେ ମୋତେ ବୁଲେଇ ନେବା ପାଇଁକା। ପାଖରେ ଥିଲା ଗାଁରେ, ସେଠି ରଜ ପର୍ବ ବହୁତ ବଢ଼ିଆ ସେ ସେଲିବ୍ରେସନ୍ ହେଉଥିଲା। ଦୋଳି ଫୋଳି ସବୁ ପଡ଼ିଥିଲା, ଦୋକାନ ବଜାର ବି ବହୁତ ପଡ଼ିଥିଲା, ବହୁତ ସୁନ୍ଦର ସୁନ୍ଦର ଜାଗା ଜିନିଷପତ୍ର ପଡ଼ିଥିଲା। ବହୁତ ଢେର ସାରା ବୁଲାବୁଲି କରିକି, ଯେହେତୁ ସଂକ୍ରାନ୍ତି ଥିଲା ମୁଁ କିଛି ଖାଇନଥିଲି, ବାହାରକୁ ଆସିଯାଇଥିଲି। ବାହାରେ ଖାଇଥିଲି ନଡ଼ିଆ ପାଣି, ପଇଡ଼ ପାଣି, ତା ସହିତ ଟିକେ ସୁଇଟ୍ କର୍ଣ୍ଣ, ତା ସହିତ ଟିକେ ଜିଲାପି ଖାଇକି ଘରକୁ ଆସିଥିଲୁ। ସଂକ୍ରାନ୍ତିରେ ସବୁ ଇଚ୍ଛା ଥିଲେ ଏବେ ଟିକେ ମନକୁ ମାରିଯାଉଥିଲେ, କାରଣ ସଂକ୍ରାନ୍ତିରେ ମୋତେ ଭଲ ଲାଗେନି ବାହାରେ ଖାଇବା ପାଇଁକା। ତାପରେ ଏମିତି ହିଁ ରଜ ପର୍ବଟା ପଳେଇଯାଇଥିଲା। ଆପଣମାନେ ତ ମୁଁ ଜାଣିଛି ବହୁତ ବଢ଼ିଆସେ ପାଳିଥିବେ, କିନ୍ତୁ ଏଇଟା ଗୋଟେ କଥା ଶିଖିଲି ଯେ ବାହାଘର ପୂର୍ବରୁ କିଛି ଥାଏ ଆଉ ବାହାଘର ପରେ କିଛି ଥାଏ। କାରଣ ସେତେବେଳେ ତୁମେ କିଛି ବର୍ଡ଼ନ ନଥାଏ, ହଁ ବାପା ମାଆ କହିଲା ତାଙ୍କ କଥା କିଏ ଶୁଣୁଛି, କିନ୍ତୁ ସବୁବେଳେ ଆମେ ତ ସେଇଟା କରିପାରିବାନି ନା। ତ ସବୁବେଳେ ଯେଉଁଟା ଯାହା ମିଳୁଛି ସେତିକିରେ ହିଁ ଶାନ୍ତି ହେବା ବହୁତ ଭଲ କଥା। ଏମିତି ହିଁ ମୁଁ ତ ରଜ ସେଲିବ୍ରେସନ୍ କରିଥିଲି। ଆଉ ଆପଣମାନେ ସମସ୍ତଙ୍କୁ ହାପି ରଜ, ଟାଟା।